ଦେଖନ୍ତୁ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସରେ ତ 10 ପ୍ୟାରେଡ ହେଉଛି। ଅଗଷ୍ଟ 15ଟା ଯୋଉଟା ହେଉଛି ଦଶହରା ପଡ଼ିଆରେ ପ୍ରତ୍ୟେକ ବର୍ଷ ହେଉଥିଲା ଅଗଷ୍ଟ 15 ଏବଂ ଜାନୁଆରୀ 26। ଏ ବର୍ଷ କ'ଣ ପ୍ରସ୍ତୁତି ବୈଠକ ବସିଥିଲା କିଛି ଦିନ ତଳେ, ସେଇଠି କ'ଣ ତାଙ୍କେ ନିଷ୍ପତ୍ତି କରିଛନ୍ତି ଯେ ବର୍ଷାକୁ ଏଭଏଡ୍ କରିବା ପାଇଁ ଦଶହରା ପଡ଼ିଆରେ ଯେଉଁ କାଦୁଅ ହେଉଛି ବୋଲି ସେମାନେ କହୁଛନ୍ତି, ତାକୁ ଏଭଏଡ୍ କରିବା ପାଇଁ ମେନ୍ ରୋଡ଼ରେ ପୁଣି ଥରେ କରିବା ପାଇଁ ନିଷ୍ପତ୍ତି କ'ଣ ସେମାନେ ହାତକୁ ନେଇଛନ୍ତି ବୋଲି ମୁଁ ବିଭିନ୍ନ ଗଣମାଧ୍ୟମରେ ଶୁଣିବାକୁ ପାଇଲି। ମେନ୍ ରୋଡ଼ରେ ଯେତେବେଳେ କି ରାଠୋର ସାର୍ ଥିଲେ ସବ୍ କଲେକ୍ଟର ଜୟପୁର, ସେହି ସମୟରେ ପ୍ରଥମ ଥର ପାଇଁ ଜୟପୁର ମେନ୍ ରୋଡ଼ରେ ଅଗଷ୍ଟ 15 କରିଥିଲେ। ସେତେବେଳେ ମୋର କହିବାର ହେଲା, ଯଦି ବର୍ଷାକୁ ବାହାନା ଦେଖେଇକିରି ଦଶହରା ପଡ଼ିଆକୁ ନ କରିକି ମେନ୍ ରୋଡ଼ରେ କରିବାକୁ ଚାହୁଁଛନ୍ତି ପ୍ରଶାସନ, କାଦୁଅକୁ ଦେଖିକିରି ଯଦି ଚାହୁଁଛନ୍ତି ପ୍ରଶାସନ, ମୋର କହିବାର କିଛି ନାହିଁ। କିନ୍ତୁ ମୁଁ ପ୍ରଶାସନକୁ ଗୋଟିଏ ଅନୁରୋଧ କରୁଛି ଯେ ସରକାର 50-60 କୋଟି ଟଙ୍କା ଖର୍ଚ୍ଚ କରିକିରି ଯେଉଁଟାକି ଆମର ସ୍ପୋର୍ଟସ୍ କମ୍ପ୍ଲେକ୍ସ ତିଆରି ହେଇଛି, ଷ୍ଟାଡିୟମ୍ ତିଆରି ହେଇଛି, ଡିଷ୍ଟ୍ରିକ୍ଟ ସ୍ପୋର୍ଟସ୍ କମ୍ପ୍ଲେକ୍ସ, ଯେଉଁଟାକି ପାଖାପାଖି 70 କୋଟି ଟଙ୍କା ଖର୍ଚ୍ଚ କରିକିରି ତିଆରି କରିଛନ୍ତି। ଏଇଠି ସ୍ପୋର୍ଟସ୍ କମ୍ପ୍ଲେକ୍ସ ପାଖରେ ଏତେ ସୁନ୍ଦର ହେଇଛି ସ୍ପୋର୍ଟସ୍ କମ୍ପ୍ଲେକ୍ସ, ଯଦି ସେଇଠି ଯଦି ଆପଣଙ୍କର ଅଗଷ୍ଟ 15 ଜାନୁଆରୀ 26 କଲେ ବହୁତ ଭଲ ହେଇଥାନ୍ତା। ସେଇଟା ତ ସରକାରୀ ଅନୁଷ୍ଠାନ, କୋଟି କୋଟି ଟଙ୍କା ଖର୍ଚ୍ଚ କରିକିରି ତିଆରି ହେଇଛି ସ୍ପୋର୍ଟସ୍ କମ୍ପ୍ଲେକ୍ସ। ସେଇ ଜାଗାରେ ଯଦି ଅଗଷ୍ଟ 15 ଆଉ ଜାନୁଆରୀ 26 କରିବେ ତାହେଲେ ଭଲ ହେବ, କିଛି ଅସୁବିଧା ନାହିଁ। ମେନ୍ ରୋଡ଼ରେ କରିବା ଆଉ ସେଇଠି କରିବା। ତେଣୁ ସେମାନେ କହୁଛନ୍ତି କାଦୁଅ ହେଉଛି, ତେଣୁ ପିଲାମାନେ କାଦୁଅରେ ଯିବା ଆସିବା NCC କରିବା ପାଇଁ ଅସୁବିଧା ହେଉଛି ବୋଲି ଯେତେବେଳେ ଏମାନେ କହୁଛନ୍ତି, ଯଦି ମେନ୍ ରୋଡ଼ ନ କରିକି ଆପଣଙ୍କର ଲକ୍ଷ୍ମୀ ପଣ୍ଡା ଯଦି ରାସ୍ତାରେ କରିବାକୁ ଚାହୁଁଛନ୍ତି, ଲକ୍ଷ୍ମୀ ପଣ୍ଡା ଛକରୁ ଅତି ସୁନ୍ଦର ଭାବରେ ପିଚୁ ପଡ଼ିଛି, ରାସ୍ତା ତିଆରି ହେଇଛି, ଟ୍ରାଫିକ୍ ଜାମ୍ ନାହିଁ। ତେଣୁ ନାଇଁ ମେନ୍ ରୋଡ଼ରେ ତ ବର୍ତ୍ତମାନ ରାସ୍ତା R&D କରିଛି, ବହୁତ ଟଙ୍କା ଖର୍ଚ୍ଚ କରିକି R&D ବର୍ତ୍ତମାନ ରାସ୍ତା ତିଆରି କରିଛି ରଥଯାତ୍ରା ପାଇଁ। ତାକୁ ଯଦି ପୁଣି ଖୋଳାଖୋଳି କରାଯିବ, ଷ୍ଟେଜ୍ କରିବେ, ବ୍ୟାରିକେଡ୍ କରିବେ ଏବଂ ସେଇଠି ବିଭିନ୍ନ ଷ୍ଟେଜ୍ ହେବ, ଏଇ ଦ୍ୱାରା ଯଦି ଖୋଳାଖୋଳି କରିବେ ତାହେଲେ ପଇସା ନଷ୍ଟ ହେବ ଏବଂ ରାସ୍ତା ଖରାପ ହେବ। ତେଣୁ এইটি ଯେଉଁ ଟ୍ରାଫିକ୍ ଯେଉଁଟା ହେଉଛି ଜୟପୁର ମେନ୍ ରୋଡ଼ରେ କରିଲେ ପାଖାପାଖି 4-6 ଘଣ୍ଟା 8 ଘଣ୍ଟା ଖଣ୍ଡେ ଟ୍ରାଫିକ୍ ଜାମ୍ କରିବାକୁ ପଡ଼ିବ। ଲୋକ ଯାତାୟାତ ହେବା ପାଇଁ ବହୁତ ଅସୁବିଧା ହେଉଛନ୍ତି। ଏ ମେନ୍ ରୋଡ଼ରେ ବହୁତ ବିଜନେସ୍ ଚାଲିଛି, ଲୋକଙ୍କର ବେପାର ଚାଲିଛି ଏବଂ ମେନ୍ ରୋଡ଼ରେ ଲୋକମାନେ ତାଙ୍କର ନିଜ ଘର ଅଛି, ଯିବା ଆସିବା ପାଇଁ ମଧ୍ୟ ସେମାନଙ୍କୁ ସମସ୍ୟା ହେଉଛି। ତେଣୁକରି ମୁଁ ପ୍ରଶାସନକୁ ମୁଁ ଅନୁରୋଧ କରୁଛି ଏବଂ ସଜେସନ୍ ଦେଉଛି, ଆପଣ ଯଦି ଇଣ୍ଡୋର ଷ୍ଟାଡିୟମ୍ ଆମର ଯେଉଁଟାକି ଆମର ସ୍ପୋର୍ଟସ୍ କମ୍ପ୍ଲେକ୍ସ ଅଛି, ଯେଉଁ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଅଛି, ସେଇ ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଯଦି ଅଗଷ୍ଟ 15 ଏବଂ ଜାନୁଆରୀ 26 କରିବେ ତାହେଲେ ନିଶ୍ଚିତ ଭାବରେ ସରକାର ଅନୁଷ୍ଠାନ, ସେଟା 50-60 କୋଟି ଟଙ୍କା ଖର୍ଚ୍ଚ କରିଛି ସରକାର, ବିଗତ ସରକାର ଖର୍ଚ୍ଚ କରିକି ସେ ସ୍ପୋର୍ଟସ୍ କମ୍ପ୍ଲେକ୍ସ ତିଆରି କରାଯାଇଛି। ସେଇଠି ଯଦି ଅଗଷ୍ଟ 15 ଜାନୁଆରୀ 26 ହେବ, କାହାର ଆପତ୍ତି ରହିବ ନାହିଁ।